ଗୋମାତାଙ୍କୁ ନେଇ ଫେରାର ହେଉଥିଲେ ଗୋରୁ ମାଫିଆ ମାନେ। ମାଡ଼ି ବସିଲା ପାଟଣା ପୁଲିସ। କଥାରେ ଅଛି ଗୋମାତା ଘରେ ଥିଲେ ବହୁତ ଶୁଭ ହୁଏ। ଗୋରୁ ମାଫିଆ ମାନେ ଗୋରୁ ନେଇ ବାହାର ରାଜ୍ୟକୁ ଚୋରାଚାଲାଣ କରୁଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ପାଟଣା ଥାନା ଅନ୍ତର୍ଗତ 220 ନମ୍ବର ଜାତୀୟ ରାଜପଥ ଖଜୁରୀଡିହା ନିକଟରେ। ଗତକାଲି ରାତିରେ ଏକ ଗୋରୁ ବୋଝେଇ ସ୍କର୍ପିଓ ଗାଡ଼ିଟି ଏକ ଡ୍ରେନ୍ ଭିତରେ ପଶିଯାଇଥିଲା, ଯାହାଫଳରେ ଗାଡ଼ିଟି ବାହାରକୁ ବାହାରି ପାରିନଥିଲା। ସ୍ଥାନୀୟ ଲୋକମାନେ ଦେଖି ତୁରନ୍ତ ପାଟଣା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼ ପହଞ୍ଚିଥିଲେ। ଗାଡ଼ି ଭିତରେ 6 ଗୋରୁ ବନ୍ଧା ଅବସ୍ଥାରେ ପଡ଼ି ରହିଥିଲେ। ପୁଲିସ ଦେଖି ତୁରନ୍ତ ଗୋମାଫିଆଙ୍କୁ ଧରିବାକୁ ଚେଷ୍ଟା କରିଥିଲା। ଗୋମାତାଙ୍କୁ ଉଦ୍ଧାର କରିବା ସହ ସ୍କର୍ପିଓ ଗାଡ଼ିକୁ ଜବତ କରି ଗୋରୁମାନଙ୍କୁ କରଞ୍ଜିଆ ଗୋଶାଳାକୁ ନିଆଯାଇଥିବା ଥାନାଧିକାରୀ ମାନସ କୁମାର ମହାକୁଡ଼ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ଗୋରୁ ମାଫିଆମାନେ ଗାଡ଼ି ଛାଡ଼ି ଫେରାର ହୋଇଥିବା ଜଣାପଡ଼ିଛି। ପାଟଣା ପ୍ରତିନିଧି ଦଶରଥ ବାରିକଙ୍କ ରିପୋର୍ଟ, ବ୍ଲାକ୍ ନ୍ୟୁଜ୍।